প্রার্থনা ଏହି ଜଗତରେ ତୁମରି ରାଜ ଆସୁ। ଖ୍ରୀଷ୍ଟଙ୍କ ଯୋଗରେ ସ୍ନେହର ଭାଇ ଭଉଣୀମାନେ ସମସ୍ତଙ୍କୁ ଜୟ ଯୀଶୁ ଆଉ ସମସ୍ତଙ୍କୁ ନମସ୍କାର। ତେବେ ଆସନ୍ତୁ ଆଜି ପୁଣି ଆଉଥରେ ଆମେ ପ୍ରଭୁଙ୍କର ବାକ୍ୟ ସହଯୋଗ ପାଇ ଶୁଣିବାର ସହଯୋଗ ପାଇଥିବାର ପ୍ରଭୁଙ୍କୁ ଧନ୍ୟବାଦ ଦେବା। ଆଜି ଆମମାନଙ୍କର ବାକ୍ୟ ପରିବେଷଣର ବାକ୍ୟର ମୁଖ୍ୟ ପ୍ରସଙ୍ଗ ହେବ ମାଧ୍ୟସ୍ଥ ପ୍ରାର୍ଥନାର ଶକ୍ତି। ତେବେ ଏ ବାକ୍ୟ ପରିବେଷଣ କରିଯିବା ପୂର୍ବରୁ ଆସନ୍ତୁ ଆମେ ପବିତ୍ର ଧର୍ମଗ୍ରନ୍ଥର ଗୋଟିଏ ବାକ୍ୟ ପାଠ କରିବା। ପଠିତ ବାକ୍ୟ ଅଳ୍ପ ପ୍ରାର୍ଥନା କରି ଆମର ବାକ୍ୟ ପରିବେଷଣ କାର୍ଯ୍ୟ ଆମେ ଆରମ୍ଭ କରିବା। ତେବେ ଆପଣମାନେ ବାଇବେଲ ବାହାର କରନ୍ତୁ। ମାଥ୍ୟୁ ସୁସମାଚାର ଅଧ୍ୟାୟ 5 ପଦ ସଂଖ୍ୟା 44। ବାକ୍ୟଟି ଏ ପ୍ରକାର ଲେଖାଯାଇଛି, କିନ୍ତୁ ମୁଁ ତୁମମାନଙ୍କୁ କହେ, ଶତ୍ରୁକୁ ପ୍ରେମ କର, ଯେଉଁମାନେ ତୁମକୁ ଅଭିଶାପ ଦିଅନ୍ତି ସେମାନଙ୍କୁ ଆଶୀର୍ବାଦ କର, ଏବଂ ଯେଉଁମାନେ ତୁମକୁ କଦର୍ଯ୍ୟ ବ୍ୟବହାର କରନ୍ତି ଏବଂ ନିର୍ଯାତନା ଦିଅନ୍ତୁ ସେମାନଙ୍କ ପାଇଁ ପ୍ରାର୍ଥନା କର। ପ୍ରଭୁଙ୍କର ସୁସମାଚାର। ଈଶ୍ୱରଙ୍କୁ ଧନ୍ୟବାଦ। ତେବେ ଆସନ୍ତୁ ପ୍ରାର୍ଥନା କରିବା। ସକଳ ପ୍ରଶଂସା ମହିମା ଗୌରବ ପରାକ୍ରମ ତୁମରି ପବିତ୍ର ନାମରେ ହେଉ। ହୃଦୟ ପରମେଶ୍ୱର, ବହୁତ ଦିନ ପରେ ଆଜି ତୁମର ବାକ୍ୟ ଶୁଣିବାର ବାକ୍ୟ ପ୍ରଚାର କରିବାର ସହଯୋଗ ଦେଇଥିବାର ଧନ୍ୟବାଦ କରୁଛୁ। ପ୍ରଭୁ ମିନତି କରୁଛୁ, ପ୍ରାର୍ଥନା କରୁଛୁ ତୁମର ଆତ୍ମା ପ୍ରେରଣ କର। ସେହି ପବିତ୍ର ଆତ୍ମା ଆଜି ଆମମାନଙ୍କୁ ମାଧ୍ୟସ୍ଥ ପ୍ରାର୍ଥନାର ଶକ୍ତି ବିଷୟରେ ଶିକ୍ଷା ଦିଅନ୍ତୁ। ଏହି ଛୋଟ ପ୍ରାର୍ଥନା ପ୍ରଭୁ ଯୀଶୁ ନାମରେ ମାଆଙ୍କ ମାଧ୍ୟସ୍ଥ ଭିକ୍ଷା କରୁଅଛୁ, ଆମେନ୍। ତେବେ ସ୍ନେହର ଭାଇ ଭଉଣୀମାନେ, ଯାହା ମୁଁ କହିଲି ଆଜିର ମୁଖ୍ୟ ପ୍ରସଙ୍ଗ ହେଲା ମାଧ୍ୟସ୍ଥ ପ୍ରାର୍ଥନାର ଶକ୍ତି। ଅନେକ ସମୟରେ ଆମେ ଶୁଣିଥାଉ, ପ୍ରାୟ ଅଧିକାଂଶ ଫାଦରମାନେ, ସିଷ୍ଟରମାନେ, ବିଶ୍ୱାସୀମାନେ ସମସ୍ତେ କୁହନ୍ତୁ, ଆଜ୍ଞା ମୋ ପାଇଁ ଟିକେ ପ୍ରାର୍ଥନା କରିଦିଅନ୍ତୁ, ଭାଇ ମୋ ପାଇଁ ଟିକେ ପ୍ରାର୍ଥନା କରନ୍ତୁ। ପରସ୍ପର ସମସ୍ତେ ନିବେଦନ କରନ୍ତୁ ଯେ ମୋ ପାଇଁ ପ୍ରାର୍ଥନା କରିଦିଅ, ମୋ ପାଇଁ ପ୍ରାର୍ଥନା କରିଦିଅ, ମୋ ପ୍ରାର୍ଥନା କରିଦିଅ। ସେ ପ୍ରାର୍ଥନା କ'ଣ? ଏହି ପ୍ରାର୍ଥନାକୁ ଆମେ କହୁ ମାଧ୍ୟସ୍ଥ ପ୍ରାର୍ଥନା। ତେବେ ମାଧ୍ୟସ୍ଥ ପ୍ରାର୍ଥନାର ଆକ୍ଷରିକ ଅର୍ଥ ହେଲା ଜଣେ ଆଉ ଜଣଙ୍କ ପାଇଁ ପ୍ରାର୍ଥନା କରିବା। ନିଜ ପାଇଁ ପ୍ରାର୍ଥନା କରିବା ତୁଳନାରେ ଯଦି ଆମ ପାଇଁ ଅନ୍ୟ ଜଣେ ପ୍ରାର୍ଥନା କଲେ ତାହା ଅଧିକ ଶକ୍ତିଶାଳୀ ହୋଇଥାଏ। କାରଣ ଯାକୋବ 4:3 ଲେଖାଯାଇଛି, ତୁମେ ପ୍ରାର୍ଥନା କରିଥାଅ, ତୁମେ ପାଅ ନାହିଁ, କାରଣ ତୁମର ପ୍ରାର୍ଥନାର ସ୍ୱାର୍ଥ ଥାଏ। କିନ୍ତୁ ଯଦି ମୋ ପାଇଁ ଆଉ ଜଣେ ଯଦି ପ୍ରାର୍ଥନା କରେ ସେ ତାର କୌଣସି ସ୍ୱାର୍ଥ ନାହିଁ, ତେଣୁ ଏ ମାଧ୍ୟସ୍ଥ ପ୍ରାର୍ଥନା ପ୍ରଭୁ ଶୀଘ୍ର ଶୁଣନ୍ତୁ। ଏବେ ଏ ମାଧ୍ୟସ୍ଥ ପ୍ରାର୍ଥନା ବହୁତ ଶକ୍ତିଶାଳୀ। ଏ ମାଧ୍ୟସ୍ଥ ପ୍ରାର୍ଥନା ଏଇଟା ଏକ ମନଗଢ଼ା ପ୍ରାର୍ଥନା ନୁହଁ କିମ୍ବା ମାଣ୍ଡଳିକ ପ୍ରାର୍ଥନା ନୁହଁ, କିନ୍ତୁ ସ୍ୱୟଂ ପ୍ରଭୁ ଯୀଶୁଙ୍କର ଆଜ୍ଞା। କାରଣ ମାଥ୍ୟୁ ସୁସମାଚାର 5:44 ଶୁଣିଲୁ ଆମେ, ପ୍ରଭୁ ଯୀଶୁ ନିଜେ କହୁଛନ୍ତି ଯେ ତୁମକୁ ଯେଉଁମାନେ ନିର୍ଯାତନା କରନ୍ତି ସେମାନଙ୍କ ପାଇଁ ପ୍ରାର୍ଥନା କର। ଯାକୋବ ପୁସ୍ତକ 5:14 ଏବଂ 15 ମଧ୍ୟ ପ୍ରଭୁ ଧର୍ମଶାସ୍ତ୍ର କହେ ରୋଗୀମାନଙ୍କ ପାଇଁ ପ୍ରାର୍ଥନା କର। ପ୍ରଥମ ତିମୋଥୀ 2:1-2 ପୁଣି କହେ ଶାସକ ପ୍ରଶାସକ ପାଇଁ ଏବଂ ସମସ୍ତଙ୍କ ପାଇଁ ପ୍ରାର୍ଥନା କର, ତେବେ ଯାଇ ତୁମେ ଶାନ୍ତିରେ ରହିପାରିବ। ତେବେ ସ୍ନେହର ଭାଇ ଭଉଣୀମାନେ, ଏ ମାଧ୍ୟସ୍ଥ ପ୍ରାର୍ଥନା କାହା ପାଇଁ ଆମେ କରିବା? ଏ ମାଧ୍ୟସ୍ଥ ପ୍ରାର୍ଥନା ସଦା ବିଶେଷ କରି ଆମେ ଯେଉଁମାନେ ମୃତ୍ୟୁବରଣ କରି ପ୍ରାୟଶ୍ଚିତ ସ୍ଥାନରେ ଅଛନ୍ତି ସେମାନଙ୍କ ପାଇଁ ପ୍ରାର୍ଥନା କର, କାରଣ ସେମାନେ ମରିଗଲା ପରେ ଆଉ ପ୍ରାର୍ଥନା କରିପାରନ୍ତି ନାହିଁ। ଯେଉଁମାନେ ପ୍ରଭୁଙ୍କର ଆଲୋକ ପାଇନାହାନ୍ତି ସେମାନଙ୍କ ପାଇଁ ପ୍ରାର୍ଥନା କରିବା, ଯେଉଁମାନେ ପ୍ରାର୍ଥନା କରୁନାହାନ୍ତି ସେମାନଙ୍କ ପାଇଁ ପ୍ରାର୍ଥନା କରିବା। ଏବଂ ଯିଶାୟ 59:2 ପ୍ରକାର ଯେଉଁମାନେ ପାପ କରି ଈଶ୍ୱରଙ୍କଠାରୁ ବିଚ୍ଛେଦ ହୋଇଛନ୍ତି, ଏମାନଙ୍କର ପ୍ରାର୍ଥନା ପ୍ରଭୁକୁ ଯାଉନାହିଁ କି ପ୍ରଭୁଙ୍କର ଆଶୀର୍ବାଦ ଏମାନଙ୍କ ପାଖକୁ ଆସୁନାହିଁ, ସେମାନଙ୍କ ପାଇଁ ଆମେ ପ୍ରାର୍ଥନା କରିବା। ତେବେ ସ୍ନେହର ଭାଇ ଭଉଣୀମାନେ, ଏହି ପ୍ରାର୍ଥନା କରିବା, ମାଧ୍ୟସ୍ଥ ପ୍ରାର୍ଥନା କରିବା ପାଇଁ ଆକ୍ଚୁଆଲି ଯୋଗ୍ୟ କିଏ? ଜହନ ସୁସମାଚାର 9:31 ଲେଖାଯାଇଛି, ପାପୀମାନଙ୍କର ପ୍ରାର୍ଥନା ପ୍ରଭୁ ଗ୍ରହଣ କରନ୍ତି ନାହିଁ, କିନ୍ତୁ ଯେଉଁମାନେ ପ୍ରଭୁଙ୍କର ସ୍ତୁତି ପ୍ରଶଂସା କରନ୍ତି ପ୍ରଭୁ ସେମାନଙ୍କର ପ୍ରାର୍ଥନା ଗ୍ରହଣ କରନ୍ତି। ଏବଂ ଯେଉଁମାନେ ପରମେଶ୍ୱର ବିବେଚ୍ୟ ଜୀବନଯାପନ କରନ୍ତି ସେମାନେ ହିଁ ସେମାନଙ୍କ ପ୍ରାର୍ଥନା ଗ୍ରହଣ କରନ୍ତି। ଏବଂ ସାମ ସଙ୍ଗୀତ 69:33 ଲେଖାଯାଇଛି ଯେ
ଯେଉଁମାନେ ଗରିବମାନଙ୍କର ପ୍ରାର୍ଥନା ପ୍ରଭୁ ଗ୍ରହଣ କରନ୍ତି ଏବଂ ଯେଉଁମାନେ ବନ୍ଦୀ ଅଛନ୍ତି ସେମାନଙ୍କ ପ୍ରାର୍ଥନା ଅଗ୍ରାହ୍ୟ କରନ୍ତି ନାହିଁ। ତେବେ ସିନା ଆମର ଭାଇ ଭଉଣୀମାନେ ଏହି ପ୍ରାର୍ଥନା ଆମେ ମଧ୍ୟସ୍ଥି ପ୍ରାର୍ଥନା ଆମେ ନିହାତି କରିବା ନିହାତି ଆବଶ୍ୟକ ଅଛି। ତେବେ ଏ ମଧ୍ୟସ୍ଥ ପ୍ରାର୍ଥନାର ଶକ୍ତି, ଏ ମଧ୍ୟସ୍ଥ ପ୍ରାର୍ଥନାରେ ରହିଥିବା ଶକ୍ତିର ରହସ୍ୟ କ'ଣ? ଏ ମଧ୍ୟସ୍ଥ ପ୍ରାର୍ଥନା ରହିଥିବାର ରହସ୍ୟ ହେଲା ଏଇ ଯାହା ମୁଁ କହିଲି ଯେ ଆମେ ଯେଉଁ ପ୍ରାର୍ଥନା କରିଥାଉ ପ୍ରାର୍ଥନାର ଉତ୍ତର ପାଇନଥାଉ, କାରଣ ଆମର ପ୍ରାର୍ଥନାର ସ୍ୱାର୍ଥ ଥାଏ। କିନ୍ତୁ ମଧ୍ୟସ୍ଥ ପ୍ରାର୍ଥନା ଯେଉଁମାନେ ଆମ ପାଇଁ କରନ୍ତି ସେଥିରେ କୌଣସି ସ୍ୱାର୍ଥ ନଥାଏ, ତେଣୁ ପ୍ରଭୁ ଶୀଘ୍ର ଗ୍ରହଣ କରନ୍ତି। ଏବଂ ଯେଉଁ ମୁଁ କହିଲି ଆପଣଙ୍କର ଯେଉଁମାନେ ଆପଣଙ୍କର ଜହନ ସୁସମାଚାର 9:31 ଲେଖା ହେଇଛି, ଯେଉଁମାନେ ଈଶ୍ୱରଙ୍କର ଦିବ୍ୟ ଇଚ୍ଛା ଜୀବନଯାପନ କରନ୍ତି ସେମାନଙ୍କର ପ୍ରାର୍ଥନା ଶୀଘ୍ର ଗ୍ରହଣ। ଉଦାହରଣ ସ୍ୱରୂପ ଚିରଧନ୍ୟା କୁମାରୀ ମା ମାରିଆ ପରମେଶ୍ୱର ଦିବ୍ୟ ଇଚ୍ଛା ପ୍ରକାର ଜୀବନ ସାରା ଜୀବନ ଈଶ୍ୱରଙ୍କ ଦିବ୍ୟ ଇଚ୍ଛା ଭିତ୍ତିକ ଜୀବନଯାପନ କଲେ। କାରଣ ଆପଣଙ୍କର ଲୁକ ସୁସମାଚାର 1:38 ପଦରେ ପ୍ରଭୁ ମା ମାରିଆ କହିଲେ, ହେ ପ୍ରଭୁ ମୁଁ ତୁମର ଦାସୀ, ତୁମର ଇଚ୍ଛା ପ୍ରକାର ମୋର ଜୀବନରେ ସଂଘଟିତ ହେଉ, ତୁମର ଇଚ୍ଛା ହିଁ ପୂର୍ଣ୍ଣ ହେଉ। ତାଙ୍କର ସାରା ଜୀବନ ସେ ଈଶ୍ୱରଙ୍କ ଦିବ୍ୟ ଇଚ୍ଛା ପାଳନ କରି କରି ଶେଷ ପର୍ଯ୍ୟନ୍ତ ରହିଲେ। ତେଣୁ ମା ମାରିଆ ଯେତେବେଳେ କାନା ନଗରରେ ଅନ୍ୟ ସେ କାନା ନଗରର ଭୋଜି ଆୟୋଜନ କରିବା ପାଇଁ ପ୍ରାର୍ଥନା କଲେ, ପ୍ରଭୁ ଯୀଶୁ କହିଲେ ମୋର ସମୟ ହେଇନି ମା, କାହିଁକି ତମର ମୋର ସେଥିରେ ଆମେ କ'ଣ ଅଛି। କିନ୍ତୁ ମା ମାରିଆଙ୍କର ପ୍ରାର୍ଥନା ଏତେ ପାୱାରଫୁଲ୍ ଥିଲା ଯେ ସାଙ୍ଗେ ସାଙ୍ଗେ ପ୍ରଭୁ ଯୀଶୁ ତାଙ୍କର ସମୟ ହେଇନଥିଲେ ମଧ୍ୟ ପାଣିକୁ ଦ୍ରାକ୍ଷାରସ ପରିଣତ କରି ସେମାନଙ୍କର ମା ମାରିଆଙ୍କର ପ୍ରାର୍ଥନା ଗ୍ରହଣ କଲେ। ତେବେ ସ୍ନେହର ଭାଇ ଭଉଣୀ, ପ୍ରଭୁ ଯୀଶୁ ମଧ୍ୟ ତାଙ୍କର ସାରା ଜୀବନ ଈଶ୍ୱରଙ୍କର ଦିବ୍ୟ ଇଚ୍ଛା ଭିତ୍ତିକ ଜୀବନଯାପନ କଲେ। ଉଦାହରଣ ସ୍ୱରୂପ ପ୍ରଭୁ ଯୀଶୁ ଯେତେବେଳେ ଆପଣଙ୍କର ମାଥ୍ୟୁ ସୁସମାଚାର 26:39 ପଦରେ ଦେଖୁଛୁ, ପ୍ରଭୁ ଯୀଶୁ ଯେତେବେଳେ ଉଦ୍ୟାନରେ ଗଲେ, ଗେଥସେମନି ଉଦ୍ୟାନରେ ପ୍ରାର୍ଥନା ରକ୍ତମୟ ଝାଳ ବହି ପ୍ରାର୍ଥନା କଲେ, କହିଲେ ମୋର ହୃଦୟ ମୃତ ପାଇଁ ଉଦ୍ବିଗ୍ନ ହେଉଛି, ମୋ ପାଇଁ ଟିକେ ଜାଗି ରହି ପ୍ରାର୍ଥନା କର। ସେହି ସମୟରେ ପ୍ରଭୁ ଯୀଶୁ କହିଲେ, ହେ ପିତା ଯଦି ସମ୍ଭବ ଏ ଦୁଃଖ ଯନ୍ତ୍ରଣାର ପାନପତ୍ର ମୋ ଠାରୁ ନେଇଯାଅ, ତଥାପି ମୋର ଇଚ୍ଛା ନେଇ ତୁମର ଇଚ୍ଛା ପୂର୍ଣ୍ଣ ହଉ। ଏହାକୁ କୁହାଯାଏ ଈଶ୍ୱରଙ୍କ ଦିବ୍ୟ ଇଚ୍ଛା ଭିତ୍ତିକ ଜୀବନଯାପନ। ତେଣୁ ପ୍ରଭୁ ଯୀଶୁ ଯାହା ଯାହା ନିବେଦନ କରନ୍ତି ପିତାଙ୍କ ଠାରେ, ପ୍ରଭୁ ଯୀଶୁଙ୍କର ନିବେଦନ କେବେ ପ୍ରଭୁ ଅଗ୍ରାହ୍ୟ କରନ୍ତି ନାହିଁ। ତେବେ ସ୍ନେହର ଭାଇ ଭଉଣୀମାନେ, ଆସନ୍ତୁ ଆମେ ଏ ପ୍ରାର୍ଥନାର ସବୁଯାକ ଆମେ ଆଜି ଟିକେ ଟିକେ ଭଲ ଭାବରେ ଦେଖିବା ପାଇଁ ଚେଷ୍ଟା କରିବା। ଏ ପ୍ରାର୍ଥନା ବିଶେଷ କରି କେତେ ଉପକାର ହୁଏ, କେତେ ଶକ୍ତିଶାଳୀ, ଆମେ ଗୋଟେ ଦୁଇଟା ଦୃଷ୍ଟାନ୍ତ ପୁରାତନରୁ ଗୋଟେ ଦୁଇଟା ଦୃଷ୍ଟାନ୍ତ ନେବା, ନୂତନରୁ ଗୋଟେ ଦୁଇଟା ଦୃଷ୍ଟାନ୍ତ ଦେଖିବା। ଏ ମଧ୍ୟସ୍ଥ ପ୍ରାର୍ଥନା କେତେ ଶକ୍ତିଶାଳୀ, ଆମ ଜୀବନରେ କେତେ ପ୍ରଭାବ ପକାଇବ ତାହା ଦେଖିବା। ଉଦାହରଣ ସ୍ୱରୂପ ଆମେ ଆସନ୍ତୁ ପ୍ରଥମେ ନୂତନ ବାଇବଲରୁ ଆମେ ଦେଖିବା ଯେ ଆମର ରୋମିଓ 3:23 ଲେଖା ହେଇଛି, ସୂର୍ଯ୍ୟ ତଳେ ଧାର୍ମିକ କେହି ନାହିଁ, ଆମେ ସମସ୍ତେ ପାପ କରି ଈଶ୍ୱରଙ୍କ ଗୌରବରୁ ଉଣା ପଡ଼ିସାରିଛୁ। ଏବଂ ସେଇ ରୋମିଓ 6:23 ପ୍ରକାର ଲେଖାଯାଇଛି ଯେ ପାପର ବେତନ ମୃତ୍ୟୁ, ତାର ଅର୍ଥ ହେଲା ଆମେ ସମସ୍ତେ ପାପ କରିଛୁ, ସମସ୍ତେ ମୃତ୍ୟୁର ଅଧୀନ ଥିଲୁ। କିନ୍ତୁ ରୋମିଓ 8:34 ପଦରେ ବାକ୍ୟ କହେ, ଆମମାନଙ୍କୁ ଦଣ୍ଡାଜ୍ଞା କିଏ ଦେବ? ଆମର ପାପ ପାଇଁ ପ୍ରଭୁ ଯୀଶୁ ମୃତ୍ୟୁବରଣ କଲେ, ସମାଧିସ୍ଥ ହେଲେ, ପୁନର୍ଥିତ ହୋଇକି ପିତାଙ୍କର ଦକ୍ଷିଣ ପାର୍ଶ୍ୱରେ ଉପବେଶନ କରି ସବୁବେଳେ ପ୍ରାର୍ଥନା କରନ୍ତି, ଆମକୁ ଦଣ୍ଡାଜ୍ଞା କିଏ ଦେବ? କାରଣ ପ୍ରଥମ ଜହନ 2:1 ପଦ ଲେଖା ହେଇଛି, ପ୍ରଭୁ ଯୀଶୁ ଆମର ଅଖିଳ ଆଡ଼ଭୋକେଟ୍, ସେ ଆମ ପାଇଁ ସର୍ବଦା ନିବେଦନ କରନ୍ତି। କାରଣ ସେଥିପାଇଁ ପ୍ରଭୁ ଯୀଶୁ ରୋମିଓ 8:34 ପ୍ରକାର ପ୍ରଭୁ ଯୀଶୁ ପିତାଙ୍କର ଦକ୍ଷିଣ ପାର୍ଶ୍ୱରେ ରହି ସର୍ବଦା ଆମ ପାଇଁ ନିବେଦନ କରନ୍ତି, ଯେପରି ଆମେ ଅନନ୍ତ ଜୀବନ ଲାଭ କରିବା। ଏହି ରହସ୍ୟକୁ ବିଶ୍ୱାସ କରି ଆପଣଙ୍କର ହିବ୍ରୁ 7:25 ପଦରେ ସ୍ପଷ୍ଟ ଭାବରେ ଆହୁରି ଅଧିକ କୁହାଯାଏ ଯେ ଏ ବିଷୟ ସ୍ପଷ୍ଟ ଆହୁରି ଅଧିକ ହୁଏ, ଯେଉଁମାନେ ପ୍ରଭୁ ଯୀଶୁଙ୍କ ଦ୍ୱାରା ଯେଉଁମାନେ ପିତାଙ୍କ ନିକଟବର୍ତ୍ତୀ ହୁଅନ୍ତି ସେମାନଙ୍କୁ ପରିତ୍ରାଣ ଦେବା ପାଇଁ ପ୍ରଭୁ ଯୀଶୁ ପୂର୍ଣ୍ଣ ସକ୍ଷମ। ତେଣୁ ପିତାଙ୍କର ଦକ୍ଷିଣ ପାର୍ଶ୍ୱରେ ରହି ସଦାସର୍ବଦା ସିଏ ନିବେଦନ ଆମ ପାଇଁ ନିବେଦନ ମଧ୍ୟସ୍ଥ ପ୍ରାର୍ଥନା କରିବା ପାଇଁ ସେ ନିତ୍ୟ ଜୀବିତ ଅଛନ୍ତି ବା ଏଭର୍ ରେଡି। ତେବେ ସ୍ନେହର ଭାଇ ଭଉଣୀମାନେ, ପ୍ରଭୁ ଯୀଶୁ ଆମ ପାଇଁ ପ୍ରାର୍ଥନା କରନ୍ତି। ତେଣୁ ଯେହେତୁ ପ୍ରଭୁ ଯୀଶୁ ପିତାଙ୍କର ଦକ୍ଷିଣ ପାର୍ଶ୍ୱରେ ଆମ ପାଇଁ ପ୍ରାର୍ଥନା କରନ୍ତି, ଆମ ପାଇଁ ନିବେଦନ କରନ୍ତି, ଆମ ପାଇଁ ଓକିଲାତି କରନ୍ତି, ତେଣୁ ଆମକୁ ମୃତ୍ୟୁଦଣ୍ଡ ଆଜ୍ଞା କିଏ ଦେବେ? ଯଦି ପ୍ରଭୁ ଯୀଶୁ ଯଦି ଆମ ପାଇଁ ନିବେଦନ କରିନଥାନ୍ତେ, ମଧ୍ୟସ୍ଥ ପ୍ରାର୍ଥନା ନ କରିଥାନ୍ତେ, ତାହେଲେ ଆମେମାନେ କେହି ମଧ୍ୟ ପରିତ୍ରାଣ ପାଇବାର ସମ୍ଭବ ହୁଅନ୍ତା ନାହିଁ। ପ୍ରଭୁ ଯୀଶୁ ଖାଲି ଏତିକି ନିବେଦନ କଲେ ନାହିଁ, ଯେତେବେଳେ ପ୍ରଭୁ ଯୀଶୁ କାଲବାରୀ କ୍ରୁଶରେ ରକ୍ତାକ୍ତ ହୋଇ ଝୁଲୁଥିଲେ, କ୍ରୁଶରେ 3 ଘଣ୍ଟା ଓହଳିଥିଲେ, ସେ 3 ଘଣ୍ଟା ମଧ୍ୟରେ ଯେଉଁ 7ଟି ପ୍ରାର୍ଥନା କରିଥିଲେ, ପ୍ରଥମ ବାକ୍ୟ ଥିଲା ଲୁକ୍ 23:34 ପ୍ରଭୁ ଯୀଶୁ କହିଲେ, ହେ ପିତା, ଏମାନେ କ'ଣ କରନ୍ତି ଜାଣନ୍ତି ନାହିଁ।
ସେହି ପ୍ରଭୁ ଯୀଶୁଙ୍କର ମାଧ୍ୟସ୍ଥ ପ୍ରାର୍ଥନାରେ ହିଁ ହତ୍ୟାକାରୀ ଏମିତି ସମସ୍ତଙ୍କୁ କ୍ଷମା ଦେଲେ ପ୍ରଭୁ ଯୀଶୁ। କାରଣ ପ୍ରଭୁ ଯୀଶୁ ସମସ୍ତଙ୍କୁ କ୍ଷମା ଦେବାର କାରଣ ହେଲା ପ୍ରଭୁ ଯୀଶୁ ତାଙ୍କ ପିତା ପରମେଶ୍ୱର ଯେତେ ଜଣଙ୍କୁ ଦେଇଛନ୍ତି କାହାକୁ ମଧ୍ୟ ହରାଇବା ପାଇଁ ଚେଷ୍ଟା କରୁନଥିଲେ। ତେଣୁ ପ୍ରଭୁ ଯୀଶୁ ମାଧ୍ୟସ୍ଥ ପ୍ରାର୍ଥନା କରି ଆମକୁ ଅନନ୍ତ ଜୀବନ ଦେବା ପାଇଁ ସକ୍ଷମ ହେଲେ। ତେବେ ସ୍ନେହର ଭାଇ ଭଉଣୀ, ସେ ପ୍ରଭୁ ଯୀଶୁଙ୍କର ପ୍ରାର୍ଥନାର ଶକ୍ତି କେତେ, ମାଧ୍ୟସ୍ଥ ପ୍ରାର୍ଥନାର ଶକ୍ତି କେତେ। ଯଦି ପ୍ରଭୁ ଯୀଶୁ ମାଧ୍ୟସ୍ଥ ପ୍ରାର୍ଥନା କରିନଥାନ୍ତେ ତାହେଲେ ଆମେ ପରିତ୍ରାଣ ପାଇବାଟା ସମ୍ପୂର୍ଣ୍ଣ ହୋଇଥାନ୍ତା। ଆସନ୍ତୁ ଦେଖିବା ଆମେ ପୁରାତନ ବାଇବେଲର ମଧ୍ୟ ଗୋଟେ ଦୁଇଟା ଦୃଷ୍ଟାନ୍ତ ଦେଖିବା। ଯାତ୍ରା ପୁସ୍ତକ 20 ଅଧ୍ୟାୟ 1-5 ଆମେ ସ୍ପଷ୍ଟ ଭାବରେ ଦେଖୁଛୁ ପିତା ପରମେଶ୍ୱର କହିଲେ ତୁମେ ଏକମାତ୍ର ପରମେଶ୍ୱରକୁ ଆରାଧନା କରିବ, ଅନ୍ୟ କୌଣସି ଦେବାଦେବୀକୁ ପୂଜା ଆରାଧନା କରିବ ନାହିଁ, ସେମାନଙ୍କର କୌଣସି ପ୍ରତିମୂର୍ତ୍ତିକୁ ପୂଜା ଆରାଧନା କରିବ ନାହିଁ। କିନ୍ତୁ ଆମେ ଦେଖୁଛୁ ଯେ ଆପଣଙ୍କର ଯାତ୍ରା ପୁସ୍ତକ 32 ଅଧ୍ୟାୟ 10-14 ପର୍ଯ୍ୟନ୍ତ ଆମେ ଦେଖୁଛୁ ଯେ ଯେତେବେଳେ ମଶା ସିୟନ ପର୍ବତ ଗଲେ ଈଶ୍ୱରଙ୍କଠାରେ କଥାବାର୍ତ୍ତା କରିବା ପାଇଁ ଗଲେ, ସେହି ସମୟରେ ପ୍ରାୟ ଲକ୍ଷାଧିକ ଇସ୍ରାଏଲ ଜନତା ସେ ମରୁପ୍ରାନ୍ତରେ ଥିଲେ। ସେମାନେ ଅପେକ୍ଷା କଲେ। ଯେତେବେଳେ ମଶାଙ୍କର ଫେରିବାର ଅଳ୍ପ ବିଳମ୍ବ ହେଲା ସେମାନେ ବଚସା କଲେ ମଶାଙ୍କ ବିରୁଦ୍ଧରେ। କହିଲେ ଯେଉଁ ପରମେଶ୍ୱର ଆମକୁ ଆଣିଲେ ପ୍ରତିଜ୍ଞା ଦେଶକୁ ନେବୁ ବୋଲି ଆଣିଲେ, ଏ ଅଧା ବାଟ ରଖିଦେଇଛନ୍ତି। ସେ ମଶା ଗଲେ କୁଆଡ଼େ, ସେ ଈଶ୍ୱର କୁଆଡ଼େ ଗଲେ, ଆସ ଆମେ ଆଉ ଗୋଟେ ଈଶ୍ୱର ସୃଷ୍ଟି କରିବା। ସବୁ ଇସ୍ରାଏଲ ଜନତାମାନେ ତାଙ୍କର ଦେହରେ ଥିବା ସୁନା ବାହାର କରିଦେଲେ, ଆରୋନକୁ ଦେଲେ ଏବଂ ସୁନାକୁ ସେମାନେ ପୋଡ଼େଇ ଦେଲେ। ସେମାନେ ଯେତେବେଳେ ପୋଡ଼ିକି ଆଉଥରେ ଗୋଟେ ସୁନାର ବାଛୁରୀ କରିକି ସେମାନେ ତାଙ୍କୁ ଆରାଧନା କରିବାକୁ ଲାଗିଲେ। କହିଲେ ଏଇ ଦେଖ ପରମେଶ୍ୱର ଯିଏ ଆମକୁ ମିଶର ଦେଶରୁ ଆମକୁ ମୁକ୍ତ କରି ଆଣିଛନ୍ତି, ତାଙ୍କୁ ଆସ ଆରାଧନା କରିବେ। ସେମାନେ ସେ ମୂର୍ତ୍ତିକୁ ଆରାଧନା ପୂଜା ପ୍ରଶଂସା କରି ସେମାନେ ଉତ୍ସବ ପଳେଇଲେ। ସେହି ସମୟରେ ମଶା ପାହାଡ଼ରୁ ଓହ୍ଲେଇ ଆସିଲେ। ପରମେଶ୍ୱର ଦେଖିଲେ, ମଶାକୁ ଦେଖିଲେ। ମଶା ବି କ୍ରୋଧରେ ଅଗ୍ନି ପ୍ରଜ୍ୱଳିତ ହେଲେ ଏବଂ ପରମେଶ୍ୱର ଯେତେବେଳେ ଦେଖିଲେ ଯେ ଏମାନଙ୍କୁ ଏତେ ସ୍ନେହ ପ୍ରେମ କଲା ପରେ ଏମାନଙ୍କୁ ସବୁ ତାଙ୍କ ସମ୍ମୁଖରେ ଅନେକ ଆଶ୍ଚର୍ଯ୍ୟକର୍ମ ସାଧନ କରିବା ସତ୍ତ୍ୱେ ଏମାନେ ବିଭିନ୍ନ ପ୍ରତିମୂର୍ତ୍ତି ପୂଜା କରୁଛନ୍ତି ବୋଲି ଦେଖିଲେ, ପରମେଶ୍ୱର ମଧ୍ୟ କ୍ରୋଧରେ ପ୍ରଜ୍ୱଳିତ ହେଲେ। କହିଲେ ମଶା ଏମାନଙ୍କୁ ଛାଡ଼ି ଦିଅ, ମୁଁ ଏମାନଙ୍କୁ କ୍ରୋଧରେ ଜାଳିଦେବି, ଏମାନଙ୍କୁ ବିନଷ୍ଟ କରିବି ଏବଂ ତୁମଠାରୁ ଏକ ନୂତନ ବଂଶ ସୃଷ୍ଟି କରିବି। ସେହି ସମୟରେ ମଶା ମାଧ୍ୟସ୍ଥ ପ୍ରାର୍ଥନା କଲେ, ପ୍ରଭୁ ଦୟାକର ତୁମର କ୍ରୋଧ ଶାନ୍ତ କର। ତୁମେ ପୁରା ପ୍ରତିଜ୍ଞା କରିଥିଲ ଆମର ପିତୃପୁରୁଷର ଆବ୍ରାହମ ଇସାକ ଯାକୋବକୁ ପ୍ରତିଜ୍ଞା କରିଥିଲ, ପ୍ରଭୁ ଆକାଶର ତାରାପୁଞ୍ଜକୁ ବି ତୁମର ବଂଶକୁ ମୁଁ କରିବି, ସମୁଦ୍ର ବାଲି ଭଳି ସଦୃଶ କରିବି ବୋଲି କହିଥିଲ। ଏବେ ତୁମେ ଯଦି ଏ ପ୍ରକାର ଏମାନଙ୍କୁ ଧ୍ୱଂସ କରିବ, ମିଶ୍ର ଲୋକମାନେ କ'ଣ କହିବେ? କହିବେ ବହୁତ ଚତୁର ସହିତ ଚାଲାକ ସହିତ ପରମେଶ୍ୱର ସେମାନଙ୍କୁ ମରୁପ୍ରାନ୍ତର ନେଇକି ମରୁପ୍ରାନ୍ତରେ ମାରିବା ପାଇଁ ନେଲେ। ପ୍ରଭୁ ତୁମକୁ ହସିବେ, ଲୋକ ପ୍ରଶଂସା କରିବେନି, ଲୋକ ନିନ୍ଦା କରିବେ। ଏହା କେବେ କରନ୍ତି? ମୁଁ ମିନତି କରୁଛି, ପ୍ରାର୍ଥନା କରୁଛି, ସେମାନଙ୍କୁ ବି ନଷ୍ଟ କର ନାହିଁ, ରକ୍ଷା କର, କ୍ଷମା କର। ମଶାଙ୍କର ନିବେଦନ ଦ୍ୱାରା ଇସ୍ରାଏଲ ପ୍ରାୟ 20 ଲକ୍ଷ ଇସ୍ରାଏଲ ଜନତାକୁ ଯାହା ପରମେଶ୍ୱର ଧ୍ୱଂସ କରିବା ପାଇଁ ମନସ୍ଥ କରିଥିଲେ ସେମାନଙ୍କୁ ଆଉ ଧ୍ୱଂସ କଲେନି। ତାଙ୍କର କ୍ରୋଧ ଶାନ୍ତ କଲେ, ସେଥିରୁ କ୍ଷାନ୍ତ ରହିଲେ, ଆଉ ଧ୍ୱଂସ କଲେନି। ସେଦିନ ଯଦି ମଶା ପ୍ରାର୍ଥନା କରିନଥାନ୍ତେ ତାହେଲେ ସଦମ ଗମରା 2ଟା ସହରକୁ ଯେମିତି ପରମେଶ୍ୱର ଅଗ୍ନିରେ ଧ୍ୱଂସ କଲେ, ସେଇଦିନ ସମସ୍ତେ ଇସ୍ରାଏଲ ଜନତା ଧ୍ୱଂସ କରିଥାନ୍ତେ ନା ଇସ୍ରାଏଲ ଜନତା ଇସ୍ରାଏଲ ବଂଶ ରହିଥାନ୍ତା ନା ସେମାନଙ୍କର ଔରସର ତ୍ରାଣକର୍ତ୍ତା ଯୀଶୁ ଜନ୍ମ ହୋଇଥାନ୍ତେ ନା ଆମେ ଆଉ ପରିତ୍ରାଣ ପାଇନଥାନ୍ତେ। ତେଣୁ ଦେଖନ୍ତୁ, ଗୋଟିଏ ବିଶ୍ୱସ୍ତ ଲୋକର ପ୍ରାର୍ଥନାର ଶକ୍ତିରେ ସାରା ଇସ୍ରାଏଲ ଜନିତ ସମସ୍ତେ ରକ୍ଷା ପାଇଲେ। ତେବେ ସ୍ନେହର ଭାଇ ଭଉଣୀମାନେ, ପ୍ରଭୁ ଯୀଶୁଙ୍କର, ମହାମାରିଆଙ୍କର, ମଶାଙ୍କର, ଆବ୍ରାହମଙ୍କର ଭଳି ଏଭଳି ବଡ଼ ବଡ଼ ଦାସମାନଙ୍କର ଯେଉଁମାନେ ଈଶ୍ୱରଙ୍କର ଦିବ୍ୟ ଇଚ୍ଛା ଭିତ୍ତିକ ଜୀବନଯାପନ କରନ୍ତି, ପ୍ରଭୁ ସେମାନଙ୍କର ମାଧ୍ୟସ୍ଥ ପ୍ରାର୍ଥନା ଶୁଣନ୍ତି। ଏବଂ ଠିକ୍ ସେଇଭଳି ଆମେ ଆହୁରି ଗୋଟିଏ ଦୃଷ୍ଟାନ୍ତ ଆମେ ଦେଖୁଛୁ ସେ ଆଦି ପୁସ୍ତକରୁ, ଆପଣଙ୍କର ଗଣନା ପୁସ୍ତକ 14 ଅଧ୍ୟାୟରେ ଯେତେବେଳେ ସେମାନେ ମିଶର ସେ ଯେଉଁ ପ୍ରତିଜ୍ଞା ଦେଶ ପ୍ରବେଶ କରିବାକୁ ଯାଉଥିଲେ, ସେହି ସମୟରେ ଲୋକମାନେ ବଚସା କରିବାକୁ ଲାଗିଲେ। ଇସ୍ରାଏଲ ଜନତା ବଚସା କଲେ, ଦେଖ ସେ ଇସ୍ରାଏଲରେ ଯେଉଁ ପ୍ରତିଜ୍ଞା ଦେଶରେ ଯେଉଁମାନେ ଅଛନ୍ତି ସେମାନେ ଏତେ ବିରାଟ କାହିଁ ଲାଗେ ଯେ ସେମାନଙ୍କ ଆଖି ଆଗରେ ଆମେ ଝିଣ୍ଟିକା ପରି ଦେଖାଯାଉଛୁ। ସେ ଦେଶକୁ ଆମେ ଦଖଲ କରିବା ସମ୍ଭବନି, ଚାଲ ମିଶରକୁ ଫେରିଯିବା, ଆଉ ଗୋଟେ ନେତା ଚୟନ କରିବା, ଆମେ ଆଉ ଥରେ ମିଶର ଦେଶକୁ ଫେରିଯିବା ବୋଲି କହିଲେ। ଏବଂ ଆପଣଙ୍କର ମଶା ଏବଂ ହାରୋନଙ୍କ ବିରୁଦ୍ଧରେ ବିଦ୍ରୋହ କରି ସେମାନଙ୍କୁ ଟେକା ମାରିବା ଗୋଡ଼େଇବାକୁ ଆରମ୍ଭ କଲେ। ପରମେଶ୍ୱରଙ୍କ କ୍ରୋଧ ପ୍ରଜ୍ୱଳିତ ହେଲା ଏବଂ ପରମେଶ୍ୱର ସେହିଦିନ ମଧ୍ୟ କହିଲେ, ଗଣନା ପୁସ୍ତକ ଆପଣଙ୍କର 14 ଅଧ୍ୟାୟ 16-20 ଯଦି ପଢ଼ିବା ଆମେ ଦେଖିବା, ଏବଂ ସେତେବେଳକୁ ମଧ୍ୟ ମଶା କହେ, ହେ ପ୍ରଭୁ ଦୟାକର, ଏମାନଙ୍କୁ କ୍ଷମା କର। ଏମାନଙ୍କୁ ଯଦି ତୁମେ ବିନଷ୍ଟ କରିବ, କ୍ରୋଧରେ ପ୍ରଜ୍ୱଳିତ କରି ମାରିଦେବ ଏମାନଙ୍କୁ, ସେମାନେ ମିଶର ଦେଶ ଲୋକ କହିବେ
प्रतिज्ञा देश को तांको परमेश्वर नेबा को अक्षम हेबारो एमान को मोर प्रांतर मारिदेले बोली हसीबे निंदा करेंगे विनती करुँच एम क्या मरना सांगे सांगे मो सांगर नवेदन द्वारा प्रार्थना गोटे डोकर नवेदन द्वारा परमेश्वर से निष्पत्ति बदले देले क्षांत हेले क्रोध क्षांत हेले आउ मारले ना तेरे स्नेहर भाई भाई प्रभु जीशु आम से कहते परस्पर प्रार्थना कर यहाँ कहुए मध्यस्थ प्रार्थना स्नेहर भाई भाई मैंने तेरे आसतु आम ये भाई मध्यस्थ प्रार्थना शक्ति विषय आम देखा जे मध्यस्थ प्रार्थना शक्ति केते महान प्रभु कि भाव में मध्यस्थ प्रार्थना ग्रहण करती से कथा आम देखा उदाहरण स्वरूप ए मध्यस्थ प्रार्थना बुझापी मुझे छोटे एग्जाम्पल देवी मनकर आप इलेक्ट्रिक लाइन जाइए गोटे पर खुंटी जाइए मझे पोल गोटे भागीगला कि भुसुड़ी गला तारटा कटिज लाइन कटिज से लाइन से एरियाटा अंधार हो जदि गोटे पुल भुसुड़ी गला भागीगला कौन प्रकार भूमि तले पड़गला जदि से लाइन कनेक्शन हो तार जीवनी कम्युनिकेशन बंद हो गला लाइन बंद हो गला तेणु से स्थान में जदि आम गोटे सुखला काठ गोटे सुखला काठ गोटे जब पोतीदेवा से काठ मान तार जॉइंट कर से लाइन पास करवा लाइन पुणी जड़ब यह कहुए मध्यस्थ प्रार्थना कारण मध्यस्थ प्रार्थना जिसाय 59:2 लिखाई जो आम पाप करूँ ईश्वर ठार आम विच्छेद हो जाऊ आमर प्रार्थना पाक जाए ना कि अनुग्रह आम पाक आसे ना आम एवं ईश्वर को मध्य गोटे गैप कम्युनिकेशन गैप फांका सृष्टि हुए एवं से फांका हेबा द्वारा ईश्वर अनुग्रह क्षमार अनुग्रह आम पाक आसे ना कि आम प्रार्थना जाने तेणु से फांका को पूर्ण करने ईश्वर एवं पापी मान मध्य जो कम्युनिकेशन गैप रही जाऊँगी से फांका जगार जन को ठिया कर गोटे उपयुक्त योग्यवंत मध्यस्थ लोक रखा द्वारा ही से प्रभुंर अनुग्रह आम पाक आसे आम प्रार्थना पाक जाए या कहुए मध्यस्थ प्रार्थना तेज स्नेहर भाई भाई मैंने आम मध्यस्थ प्रार्थना विषय देखा आम विशेषकर आम देखा जे आपंकर जिहिजिकेल पुस्तक 22 अध्याय 26-31 जदि पढ़ा आम भल भाव में जाना जे जिहिजिकेल पुस्तक आपंकर जिहिजिकेल समय आपंकर जेरूसालेम नगरी को परमेश्वर देखिले जे से सबू गोष्ठी याजकीय गोष्ठी राजकीय गोष्ठी माने साधारण विश्वासी माने एवं से भाववादी गोष्ठी समस्ते विभिन्न प्रकार पथभ्रष्ट हेले एवं पापरे पतित हेले परमेश्वर देखिले ये याजक गोष्ठी को ए भाववादी गोष्ठी को साधारण विश्वासी मान को एवं से भविष्य वक्ता मान को समस्त को नष्ट करने परमेश्वर ध्वंस करने चेष्टा कले किंतु से उद्धार करने परमेश्वर इस्राएल देश में गोटे उपयुक्त योग्यवंत मध्यस्थ को खोजिले जदि से मध्यस्थ को पाई था से मध्यस्थर नवेदन द्वारा एम रक्षा करने परमेश्वर योजना कले किंतु दुखर विषय जन को मध्य योग्यवंत मध्यस्थ को पाइले ना जदि मध्यस्थ को पाई था जार प्रार्थना प्रभु से रक्षा करते जेहेतु योग्यवंत गोटे मध्यस्थ न पाइबार से क्या रक्षा करें इस्राएल लोक से जो आपंकर जेरूसालेम नगरी समस्त लोक ध्वंस होते गोटे जेरूसालेम से जिहिजिकेल भाववादी समय जेरूसालेम नगरी में गोटे मध्यस्थ करने गोटे धार्मिक बा निरपेक्ष लोक क्या परमेश्वर पाइले ना जाफल परमेश्वर से रक्षा करें तेज स्नेह भाई भाई मैंने आम ये मध्यस्थ प्रार्थना करिवार केते आवश्यक अच्छी निजपाई निज नक आम अन्य प्रार्थना करने समस्ते कहते आज्ञा मोपाई प्रार्थना करते फादर मोपाई प्रार्थना सिस्टर मोपाई प्रार्थना कर परस्पर प्रार्थना नवेदन कर आपको कहुए मध्यस्थ प्रार्थना ये मध्यस्थ प्रार्थना भाई मन गढ़ा ना कि आमर मांडलिक आज्ञा नुह यहाँ परमेश्वर स्वयं प्रभु जीशुर आज्ञा प्रभु जीशु वाक्य पर्व में मुझे कहली आप स्वयं प्रभु जीशु कहते से प्रार्थना कर प्रभु जीशु खाली से प्रार्थना कर बोली कहले ना स्वयं प्रभु जीशु ही कालवारी क्रूसर ठिया हत्या कर प्रार्थना कर कहले हे पिता एने कौन करती जानती ना सी निजे जहाँ निजे आदर्श ही देखे तेणु आम मानकर कर्तव्य है जो आमर जो बापा माँ भाई मैंने आम पितृ से मरी जाइए बर्तमान प्रायश्चित स्थान अच्छा से आमर प्रार्थना से आमर प्रार्थना आवश्यक करती उदाहरण स्वरूप जिते लाजार मरीगले लाजार नवेदन द्वारा प्रभु जीशु उठे ना लाजार भौणी मानकर नवेदन द्वारा लाजार भौणी मानकर मध्यस्थ प्रार्थना द्वारा ही प्रभु जीशु लाजार को उठे
तेणु आमर पितृपिता जो मैंने बर्तमान प्रायश्चित स्थान अछंती आमे से मध्यस्थी प्रार्थना कले से परित्राण पाइबे से रक्षा पाइबे तेरे स्नेहर भाई भाई मध्यस्थ प्रार्थना अवशिष्ट विषय में आपण मैंने भल्यूम 2 रे आम शुणा जावा तेणु आपण प्रथम भल्यूम भाव भल भाव गुड हियरिंग देथिबारु म आपन बहुत बहुत धन्यवाद करुच्ची। प्रेज द लॉर्ड। प्रार्थना